ଏହି କାହାଣୀଟି ହେଉଛି ମାଧବପୁର ଗାଁର ଗୋପାଳ ନାମକ ଜଣେ ଗରିବ କୃଷକର। ଗୋପାଳ ତା ସ୍ତ୍ରୀ ରାଧା ସହିତ ଗୋଟେ ଛୋଟ ଘରେ ରହୁଥାଏ। ସେହି ଗାଁରେ ଗୋପାଳ ଥିଲା ବହୁତ ସରଳ, ସଚ୍ଚୋଟ ଏବଂ ପରିଶ୍ରମୀ ମଧ୍ୟ। ତାର ଆର୍ଥିକ ପରିସ୍ଥିତି ଏତେ ଖରାପ ଥିଲା କି ସେ ତା ପରିବାର ଚଳେଇବା ଲାଗି ଗାଁର ଜମିଦାରମାନଙ୍କ କ୍ଷେତରେ ସକାଳରୁ ସନ୍ଧ୍ୟା ଯାଏଁ କାମ କରିବା ସହିତ ଗାଁର ଲୋକମାନଙ୍କର ଘରଦ୍ୱାର ସଫା କାମ ମଧ୍ୟ କରୁଥିଲା। ସେତିକିରେ ଯେତିକି ଅର୍ଥ ମିଳୁଥିଲା, ସଞ୍ଚୟ ତ ଦୂରର କଥା, ଗଣ୍ଡେ ଭଲରେ ଖାଇବାକୁ ମଧ୍ୟ ହେଉନଥିଲା। ଏମିତିରେ ଦିନ ବିତି ଚାଲିଲା। ତାର ଆର୍ଥିକ ପରିସ୍ଥିତି ଆହୁରି ଖରାପ ହେବାକୁ ଲାଗିଲା। ରାଧା, ମୋତେ କ୍ଷମା କରିଦିଅ ରାଧା। ମୋ ପାଇଁ ଆଜି ତମକୁ ଏ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ହୁଏତ ତମେ ଯଦି ମୋତେ ବିବାହ ନ କରିଥାନ୍ତ, ଆଉ କାହାକୁ ବିବାହ କରିଥାନ୍ତ, ହୁଏତ ସେ ଭଲରେ ତମକୁ ଗଣ୍ଡେ ଖାଇବାକୁ ଦେଇପାରିଥାନ୍ତା। ହେଲେ ମୁଁ ତ ତମକୁ ଗଣ୍ଡେ ଭଲସେ ଖାଇବାକୁ ଦେଇପାରୁନି। ତମେ ଇଏ କଣ କହୁଛ? ମୁଁ କେତେବେଳେ ତମକୁ କହିଲି ମୁଁ ଅସୁବିଧାରେ ଅଛି ବୋଲି? ମୁଁ ଯେମିତି ଅଛି ବହୁତ ଭଲରେ ଅଛି। ମୋ ସ୍ୱାମୀଙ୍କ ପାଖରେ ମୁଁ ଅଛି। ମୁଁ ଜାଣେ ତମେ ମୋ ମନ ବୁଝିବା ପାଇଁ ଏମିତି କହୁଛ। ଶୁଣ, ତମେ ଜମା ବ୍ୟସ୍ତ ହୁଅନି। ତମେ ଯେତିକି ରୋଜଗାର କରୁଛ, ଆମେ ସେଇଥିରେ କଷ୍ଟମଷ୍ଟେ ଚଳିଯିବା। ଯଦି ହୁଏ ଆମେ ଦୁଇ ଜଣ ମିଶି କାମ କରିବା। ମୁଁ ଏଇ ପଡୋଶୀଙ୍କ ଘରେ ଛୋଟ ମୋଟ କାମ କରିବି। ନାଇଁ ରାଧା, ମୁଁ ତମକୁ ଏମିତିରେ ବହୁତ ଅସୁବିଧାରେ ରଖି ସାରିଲିଣି। ମୋ ଆଖି ଆଗରେ ତମେ ଅନ୍ୟମାନଙ୍କ ଘରରେ କାମ କରିବ, ମୁଁ ଏହା ଦେଖିପାରିବିନି। ହଉ, ତମେ ଆଉ ବ୍ୟସ୍ତ ହୁଅନି। ତମେ ଏଥର ମନ ଲଗେଇ କାମ କର, ଆଉ ସବୁ କଥା ସେ ଉପରବାଲା ଉପରେ ଛାଡ଼ି ଦିଅ। ରାଧା, ମୁଁ ଏଠି ଦିନ ରାତି ପରିଶ୍ରମ କରୁଛି, ହେଲେ ତମକୁ ଦିଓଳି ଦିଅଣ୍ଡା ଭଲସେ ଖାଇବା ପାଇଁ ଦେଇପାରୁନି। ମୁଁ ଭାବିଛି ସହରକୁ ଚାଲିଯିବି, ସେଇଠାରେ କାମ କରିବି। ହେଲେ ମୋର କଣ ହେବ? ତମ ଛଡ଼ା ମୋର ଏଠି ଆଉ କିଏ ଅଛି? ଦେଖ ରାଧା, ତମେ ବ୍ୟସ୍ତ ହୁଅ ନା। ମୁଁ ସହରକୁ ଯାଇ ସେଠାରେ ଗୋଟେ ଭଲ ଚାକିରିଟେ ଖୋଜିବି। ଯେମିତି ଭଲ ଚାକିରିଟେ ପାଇବି, 2-4 ବର୍ଷ ସେଠାରେ ରହି ଯେତିକି ଅର୍ଥ ସଞ୍ଚୟ କରିବି, ସେ ଅର୍ଥ ଆଣି ଗାଁରେ ଗୋଟେ ବ୍ୟବସାୟ କରିବି। ନାଇଁ, ମୋର ଏ ଟଙ୍କା ପଇସାରେ ଲୋଭ ନାହିଁ। ତମେ ଯେତିକି ରୋଜଗାର କରୁଛ, ସେତିକିରେ ମୁଁ ବହୁତ ଖୁସି ଅଛି। ତମର ସହରକୁ ଯିବା ଦରକାର ନାହିଁ। ଦେଖ ରାଧା, ମୁଁ ତମ ମନ କଥା ବୁଝିପାରୁଛି, ହେଲେ ମୋତେ ଦିନେ ନା ଦିନେ ଆମ ପାଇଁ କିଛି କରିବାକୁ ହେବ ନା, ତ ମୋତେ ସହରକୁ ଯିବାକୁ ହେବ। ହଉ, ତାହେଲେ ତମକୁ ଯଦି ସହର ଯିବା ଠିକ ଲାଗୁଛି, ତାହେଲେ ତମେ ଯାଅ। ହେଲେ ହଁ, ସେଠାରେ ତମେ ତମ ଦେହର ଯତ୍ନ ନବ। ମୁଁ ଆଜି ତମର ସବୁ ଜିନିଷ ପତ୍ର ପ୍ୟାକ୍ କରିଦଉଛି। ତାପରେ ସକାଳ ହୋଇଯାଇଥାଏ। ରାଧା ଗୋପାଳର ଜିନିଷପତ୍ର ସବୁ ପ୍ୟାକିଂ କରିଦେଇଥାଏ। ଏମିତିରେ ରାଧା ଗୋପାଳ ସହରକୁ ଯିବା କଥାରେ ଖୁସି ନଥାଏ। ମୁହଁଟାକୁ ହାଣ୍ଡି ଭଳିଆ କରି ମନ ଦୁଃଖରେ ଠିଆ ହୋଇଥାଏ। ଏହା ଦେଖି ଗୋପାଳ ରାଧାକୁ କହିଲା, ଏ ରାଧା, କ'ଣ ତମେ ମୁହଁଟାକୁ ଛୁଆଙ୍କ ଭଳି ହାଣ୍ଡି ଭଳିଆ କରିଛ? ମୋ ଯିବା ସମୟରେ ତମେ ଯଦି ଏମିତି ମନ ଦୁଃଖ କରିବ, ମୋତେ ଭଲ ଲାଗିବନି। ଆରେ ଟିକେ ତ ହସି ଦିଅ। ଆରେ ହଉ ବାବା, ହେଲା, ମୁଁ ଏଥର ମନ ଦୁଃଖ କରିବିନି। ବାହାର ଦୁନିଆ, ସେଠାରେ ଭଲସେ ଚଳିବ, ନିଜ ଦେହର ଯତ୍ନ ନେବ। ସେଠାରେ ପହଞ୍ଚି ମୋ ପାଖକୁ ଚିଠି ଲେଖିବ। ତାପରେ ଗୋପାଳ ସହରକୁ ଯିବା ଲାଗି ବାହାରିଯାଏ। ଗୋପାଳ ଚାଲି ଚାଲି ଯାଇ ସହରରେ ପହଞ୍ଚିଯାଏ। ଓହୋ, ଗାଁରୁ ତ ଚାଲି ଚାଲି ଆସି ସହରରେ ପହଞ୍ଚିଗଲି। ମୋତେ ଏବେ ରହିବା ପାଇଁ ଗୋଟେ ଜାଗା ଦେଖିବାକୁ ପଡ଼ିବ। ଯାଉଛି, ଏ ଭାଇ ଜଣେ ଛିଡ଼ା ହୋଇଛନ୍ତି, ତାଙ୍କୁ ପଚାରି ଦେଖେ। ଆଚ୍ଛା ଭାଇ, ଟିକେ ଶୁଣିବେ? ହଁ, କ'ଣ ହେଲା? ଆଚ୍ଛା ଭାଇ, ଏଠାରେ ରହିବାକୁ ଘର ମିଳିବ କି? ଆରେ ହଁ, କାହିଁକି ନୁହେଁ। ହଉ, ଦିଅ 5,000 ଟଙ୍କା ଦିଅ। ଆରେ ଭାଇ, କ'ଣ କହିଲ? 5,000 ଟଙ୍କା? 5,000 ଟଙ୍କାରେ ତ ମୋର ଘରର 3 ମାସର ରାସନ ହେଇଯିବ। ହଉ, ତାହେଲେ ଠିକ ଅଛି। 4,000 ଟଙ୍କା ଦବ ଆଉ। ନାଇଁ ଆଜ୍ଞା, ଏତେ ଟଙ୍କା ହବନି ଆଜ୍ଞା। ତମେ ତାହେଲେ ଆଇଛ ଗାଁରୁ, ଆଉ କୁଆଡୁ ସବୁ ସକାଳୁ ପଳେଇ ଆସିଛନ୍ତି। ଚାଲ,
ହୋଟେଲ ମାଲିକର ମୁହଁରୁ ଏପରି କଥା ଶୁଣି ଗୋପାଳ ସେଠାରୁ ଚାଲିଯାଏ। ସେ ସେଠାରୁ ଯାଇ ଅନ୍ୟ ଏକ ଲୋକକୁ ଘର ଭଡ଼ା ମାଗେ। ହେଲେ ସେ ସହରରେ ନୂଆ ଅଚିହ୍ନା ଅଜଣା ହେଇଥିବାରୁ ସେ ଲୋକ ଜଣକ ତାକୁ ଘର ଭଡ଼ା ଦେବା ଲାଗି ମନା କରିଦିଏ। ସେ ଏମିତି ବହୁତ ଜାଗାକୁ ଘର ଭଡ଼ା ମାଗିବା ଲାଗି ଗଲା, ହେଲେ ସମସ୍ତେ ମନା କରିଦେଲେ। ହେ ଭଗବାନ, ମୁଁ ଏବେ କ'ଣ କରିବି? ମୋତେ ତ ରହିବା ପାଇଁ ଗୋଟେ ଘର ମିଳିଲାନି, ଆଉ ଏ ସହରରେ ମୋତେ କାମ କ'ଣ ମିଳିବ? ଏମିତି କହି ଗୋପାଳ ମନ ଦୁଃଖରେ ଛିଡ଼ା ହୋଇଥାଏ। ହଠାତ୍ ତାର ନଜର ସାମ୍ନାରେ ଥିବା ଗୋଟେ ଘର ଉପରେ ପଡ଼ିଲା। ଗୋପାଳ ସେ ଘର ପାଖକୁ ଗଲା। ସେ ସେଠାକୁ ଯାଇ ଦେଖେ ତ ସେ ଘରର କବାଟ ଅଳ୍ପକିରି ଖୋଲା ଅଛି, ଆଉ ତା ଭିତରେ ଜଣେ ବୃଦ୍ଧ ମହିଳା ବସିଛନ୍ତି। ସେ ଏହା ଦେଖି ତାଙ୍କୁ ଡାକିବାକୁ ଲାଗିଲା, ମା, ମା, ମୋ କଥା ଟିକେ ଶୁଣିବ? ଗୋପାଳର ଡାକ ଶୁଣି ବୃଦ୍ଧ ମହିଳା ଜଣକ ବାହାରକୁ ବାହାରିଆ। ମା, ମୁଁ କାମ କରିବା ଲାଗି ଏ ସହରକୁ ଆସିଛି, ହେଲେ କେହି ମୋତେ ରହିବା ଲାଗି ଘର ଦେଉନାହାନ୍ତି। ମା, ମୋତେ ଟିକେ ଆଜି ରାତିକ ପାଇଁ ଆପଣଙ୍କ ଘରେ ସ୍ଥାନ ଦିଅନ୍ତୁ। ମା, ମୁଁ କାଲି ସକାଳ ସୁଦ୍ଧା ମୋ ନିଜ ପାଇଁ ଘର ମୁଁ ଖୋଜି ନେବି। ପୁଅରେ, ତୁ ଯେତେବେଳେ ମା ବୋଲି ମୋତେ ଡାକି ସାରିଲୁଣି, ଗୋଟେ ମା କ'ଣ ତା ପୁଅକୁ କେବେ ବାହାରେ ଛିଡ଼ା କରେ? ଆ ବାପା, ମୋ ଘରକୁ ଆ। ଗୋପାଳ ସେ ବୁଢ଼ୀମା ସହିତ ତା ଘର ଭିତରକୁ ଯାଏ। ସେ ବୁଢ଼ୀମା ଜଣକ ଗୋପାଳକୁ ପଚାରନ୍ତି, ପୁଅରେ, ଏ ଘରକୁ ତୁ ତୋ ନିଜ ଘର ବୋଲି ଭାବ। ତୋର ଯେତେ ଦିନ ଇଚ୍ଛା ହେବ ତୁ ସେତେ ଦିନ ରହ। ମା, ତମେ ଏ ଘରେ ଏକା ରହୁଛ ନା କ'ଣ? ତମ ପରିବାର ତ କାହିଁ ଦେଖାଯାଉନାହାନ୍ତି? ପୁଅ, ମୋ ସ୍ୱାମୀ ମୋତେ କେବେଠାରୁ ଛାଡ଼ି ଚାଲିଗଲେଣି। ଗୋଟିଏ ପୁଅ ଥିଲା, ସିଏ ଯାଇ ବିଦେଶରେ ରହୁଛି। ଏ ଘରେ ମୁଁ ଏକାଟିଆ। ମା, ତମେ ଏବେ ଆଉ ଏକା ନୁହେଁ, ଏବେ ମୁଁ ଆସିଯାଇଛି। ତମେ ମୋତେ ତମ ପୁଅ ଭଳି ଭାବିପାରିବ। ପୁଅରେ, ତୁ ତ ଦେଖିବାକୁ ବହୁତ ଭଲ ମଣିଷ ପରି ଲାଗୁଛୁ, ହେଲେ ପୁଅ, ତୁ ଏ ସହରରେ ନୂଆ। ଏ ସହରରେ ବହୁତ ଠକ ବଦମାସ ଅଛନ୍ତି, ସେମାନଙ୍କ ଠାରୁ ଟିକେ ଦେଖିକି ଚଳିବୁ। ହଉ ମା, ଠିକ୍ ଅଛି, ମୁଁ ଏ ବିଷୟରେ ଧ୍ୟାନ ରଖିବି। ପୁଅ, ତୁ ଏ ସହରରେ କିଛି କାମ ଧନ୍ଦା ଦେଖିଛୁ ନା ନାଇଁ? ମା, କାଲି ମୁଁ କାମ ଖୋଜିବା ଲାଗି ଯିବି। ଯଦି ହୁଏ ତମର ଏଇ ଆଖପାଖରେ ଗୋଟେ ଘର ଭଡ଼ା ମିଳିଯାଆନ୍ତା, ତାହେଲେ ବହୁତ ଭଲ ହୁଅନ୍ତା। ମୋତେ ତମର ଦେଖାଶୁଣା କରିବା ପାଇଁ ସୁଯୋଗ ମିଳନ୍ତା। ନାଇଁ ପୁଅ, ନାଇଁ, ତୋର ଘର ଭଡ଼ା ଖୋଜିବା କିଛି ଦରକାର ନାହିଁ। ତୋର ଏଇଠି ଯେତେ ଦିନ ମନ ହେବ ତୁ ସେତେ ଦିନ ରହିପାରିବୁ। ତୁ ଏଇଠି ରହିଲେ ମତେ ଲାଗିବ କି ମୋ ପୁଅ ମୋ ପାଖରେ ଅଛି ବୋଲି। ହେଲେ ମା, ମୁଁ ତମ ଘରେ ତ ରହିବି, ହେଲେ ଗୋଟେ ସର୍ତ୍ତରେ। ମା, ମୁଁ ଯଦି ଆଉ କେଉଁଠାରେ ଘର ଭଡ଼ା ନେଇଥାନ୍ତି, ସେମାନଙ୍କୁ ପଇସା ଦେଇଥାନ୍ତି ନା। ସେଇ ପଇସାକୁ ମୁଁ ତମକୁ ଦେବାକୁ ଭାବିଛି। ତମେ ଯଦି ପଇସା ନ ରଖିବ, ତାହେଲେ ମୁଁ ମୋ ଗାଁକୁ ଚାଲିଯିବି। ମୋର ଏଠି ରହିବା ଦରକାର ନାହିଁ। ହଉ ହଉ, ହେଲା ବାପା ହେଲା, ସତରେ ତୁ ମନୁଆଟା। ଆଚ୍ଛା, ତୁ ଗଲୁ ଗଲୁ ଗାଁରୁ ସକାଳୁ ପହରୁ ଆସିଲୁଣି, କ'ଣ ଖାଇଥିବୁ କି ନାହିଁ? ତୁ ଗୋଡ଼ ହାତ ଧୋଇଆ, ମୁଁ ଖାଇବା ବାଢ଼ୁଛି। ତାପରେ ଖାଇସାରି ଗୋପାଳ ବୁଢ଼ୀମା ଘରେ ଶୋଇଯାଏ। ରାତି ପାହି ସକାଳ ହୁଏ। ଗୋପାଳ କାମ ଖୋଜିବା ଲାଗି ବାହାରିଯାଏ, ଆଉ ତାକୁ ଜଣେ ସାହୁକାରଙ୍କ ଗୋଦାମରେ କାମ ବି ମିଳିଯାଏ। ସାହୁକାର ଗୋପାଳକୁ ଯେଉଁ କାମ ଦେଉଥିଲେ, ଗୋପାଳ କେବେ ମନା କରୁନଥିଲା। ସେ ବହୁତ ଇମାନଦାର ସହିତ କାମ କରୁଥିଲା। ଗୋପାଳ ବହୁତ ଇମାନଦାର ଏବଂ ବହୁତ ପରିଶ୍ରମ କରୁଥିବାର ଦେଖି ସାହୁକାର ଗୋପାଳ ଉପରେ ଖୁସି ହୋଇ ତାର ଦରମା ବଢ଼େଇ ଦିଅନ୍ତି। ଗୋପାଳ ଯେତିକି ଟଙ୍କା ରୋଜଗାର କରୁଥିଲା, ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରୁଥିଲା ଏବଂ ଆଉ ବାକିତକ ଟଙ୍କାକୁ ସଞ୍ଚୟ କରି ରଖିଦେଉଥିଲା। ଗୋପାଳ ବୁଢ଼ୀମାର ଦାଣ୍ଡ ପିଣ୍ଡାରେ ବସିଥାଏ। ସହରରେ କାମ କରି କରି ଏମିତିରେ ବହୁ ଦିନ ବିତି ଯାଇଥାଏ। ତାର ତା ସ୍ତ୍ରୀ କଥା ମନେ ପଡ଼ିଲା। ହୋ, ସହରକୁ ଆସିବା ମୋର ବହୁତ ଦିନ ହେଇଗଲାଣି। ଯେତେବେଳେ ମୋ ପାଖରେ 50,000 ଟଙ୍କା ହେଇଯିବ, ମୁଁ ତାକୁ ନେଇ ମୋ ଗାଁକୁ ଚାଲିଯିବି। ଏମିତିରେ 4 ବର୍ଷ ବିତିଯାଏ। ଗୋପାଳ ବହୁତ ପରିଶ୍ରମ କରି 50,000 ଟଙ୍କା ଜମା କରିଦିଏ। 50,000 ଟଙ୍କା ଗୋଟେ ଗରିବ ପାଇଁ ବହୁତ କିଛି। ସେ ବୁଢ଼ୀ ମାଆକୁ ସେଇ ପଇସା ବିଷୟରେ କୁହେ। ମା, ମୋ ପାଖରେ ଏବେ 50,000 ଟଙ୍କା ହେଇଯାଇଛି। ମା,
ମୋତେ ବହୁତ ଡର ଲାଗୁଛି। ଯଦି କିଏ ମୋ ଠାରୁ ଏ ପଇସା ଛଡ଼େଇ ନିଏ ତାହେଲେ ବହୁତ ବଡ଼ ଅନର୍ଥ ହେଇଯିବ ମା। ଏ ଘରେ ମଧ୍ୟ ପଇସାକୁ ଲୁଚେଇ ରଖାଯାଇ ପାରିବନି ମା। ଯଦି ମୁଁ ପଇସାକୁ ଲୁଚଉଥିବା ସମୟରେ କିଏ ଦେଖିନିଏ ତାହେଲେ ଚୋରି କରି ନେଇଯାଇପାରେ। ଏତେ ଗୁଡ଼ା ପଇସାକୁ ଏମିତି ସାଙ୍ଗରେ ଧରି ବୁଲିବା ବହୁତ ବଡ଼ ବୋକାମି ଅଟେ। ଏମିତିରେ ଏ ସହରରେ ବହୁତ ବଦମାସ ଲୋକ ଅଛନ୍ତି। ମୋତେ ମୋ ଗାଁକୁ ଫେରି ଯିବାକୁ ହେବ। ପୁଅ, ତୁ ଏତେ ଜଲ୍ଦି ଘରକୁ ଫେରିଯିବୁ କ'ଣ କହୁଛୁ? ଆଉ କିଛି ଦିନ ରହିଯା। ରହିବା ପାଇଁ ମୁଁ ବି ତ ଚାହୁଁଛି ମା, ହେଲେ ଏତେ ଗୁଡ଼େ ପଇସା ପାଇଁ ମୋତେ ଗାଁକୁ ଫେରି ଯିବାକୁ ହେବ। ଦେଖ ପୁଅ, ତୁ ଗୋଟେ କାମ କର। ତୁ ଏ ସହରର ଜମିଦାର ଗିରିଧର ଲାଲଙ୍କ ପାଖକୁ ଚାଲିଯା। ସେ ବହୁତ ବିଶ୍ୱାସୀ ଏବଂ ବହୁତ ଭଦ୍ରଲୋକ ଅଟନ୍ତି। ତାଙ୍କ ପାଖରେ ତୋ ପଇସା ସୁରକ୍ଷିତରେ ରଖିଦବୁ। ଆଉ ଯେତେବେଳେ ଘରକୁ ଯିବୁ ସେଇ ସମୟରେ ତାଙ୍କଠାରୁ ତୁ ତୋ ପଇସା ନେଇ ଆସିବୁ। କିନ୍ତୁ ମା, ମୁଁ ମୋ ପଇସାକୁ ସେ ଜମିଦାରଙ୍କ ପାଖରେ କେମିତି ରଖିପାରିବି ଯଦି କାଲି ସକାଳେ ସେ ମୋତେ ମୋ ପଇସା ଦେବା ଲାଗି ମନା କରିଦିଅନ୍ତି? ଆରେ ପୁଅ, ଗିରିଧର ଲାଲ ହେଉଛନ୍ତି ଏ ସହରର ସବୁଠାରୁ ବଡ଼ ଜମିଦାର। ତାଙ୍କ ପାଖରେ ବହୁତ ଲୋକ ବି ଟଙ୍କା ରଖିଛନ୍ତି ନା। ସେ ବହୁତ ବିଶ୍ୱାସୀ ଏବଂ ଭଦ୍ରଲୋକ ଅଟନ୍ତି। ସେ ଏମିତି କେବେ ବି କରିବେନି। ବୁଢ଼ୀ ମାର କଥା ମାନି ଗୋପାଳ ଗିରିଧର ଲାଲଙ୍କ ପାଖକୁ ଟଙ୍କା ରଖିବା ଲାଗି ଗଲା। ଗୋପାଳକୁ ଦେଖି ଜମିଦାର ପଚାରନ୍ତି, ଆରେ କିଏ ଭାଇ ତମେ? ତମେ ମୋ ପାଖକୁ କଣ ପାଇଁ ଆସିଛ? ମୁଁ ତ ତମକୁ ଏ ସହରରେ ଆଗରୁ କେବେ ଦେଖିନି। ଜମିଦାର ଆଜ୍ଞା, ମୋ ନାଁ ଗୋପାଳ। ମୁଁ ଏଇ ସହରରେ 2-4 ବର୍ଷ ହେବ ରହି କାମ କରି 50,000 ଟଙ୍କା ରୋଜଗାର କରିଛି। ସେଇ ପଇସା ମୁଁ ଆପଣଙ୍କ ପାଖରେ ରଖିବାକୁ ଆସିଛି। ଆପଣ ତ ଜାଣନ୍ତି ଏ ସହରରେ କେମିତି ଗୁଣ୍ଡା ବଦମାସ ମାନେ ଅଛନ୍ତି। ଆପଣଙ୍କ ପାଖରେ ଟଙ୍କା ରଖିବା ଠାରୁ ସୁରକ୍ଷିତ ସ୍ଥାନ ଆଉ କେଉଁଠାରେ ନାହିଁ। ଦୟାକରି ଆପଣ ମୋ ଟଙ୍କାଟା ରଖିନିଅନ୍ତୁ। ତମେ ଠିକ କହିଛ ଗୋପାଳ। ମୋ ପାଖରେ ଟଙ୍କା ରଖିବାର ସୁରକ୍ଷିତ ସ୍ଥାନ ଠାରୁ ଆଉ କେଉଁଠାରେ ମିଳିବନି। ଗୋପାଳ, ତମେ ଏଥର ନିଶ୍ଚିନ୍ତରେ ଯାଅ। ତମେ ଯେତେବେଳେ ତମ ଟଙ୍କା ନେବା ପାଇଁ ଆସିବ ମୁଁ ତମକୁ ତମ ଟଙ୍କା ଫେରେଇ ଦେବି। ଗୋପାଳ ଜମିଦାରକୁ ସେ ଟଙ୍କାକୁ ଦେଇ ସେଠାରୁ ଚାଲି ଆସିଲା। ଦେଖୁ ଦେଖୁ କେତେବେଳେ ଆଉ ଗୋଟେ ବର୍ଷ ଯେ ବିତିଗଲା, ଗୋପାଳ କାମର ବ୍ୟସ୍ତତାରେ ସେ ଜାଣିପାରିଲା ନାହିଁ। ଗୋପାଳ ଘରେ ଖଟ ଉପରେ ବସିଥାଏ। ତା ସ୍ତ୍ରୀ ରାଧା କଥା ତାର ଭାରି ମନେ ପଡ଼ିଲା। ଆରେ, ଦେଖୁ ଦେଖୁ 5 ବର୍ଷ ବିତିଗଲାଣି। ମୋତେ ଏବେ ମୋ ସ୍ତ୍ରୀ ରାଧା ପାଖକୁ ଫେରିଯିବାକୁ ହେବ। ଗୋପାଳ ମନେ ମନେ ନିଷ୍ପତ୍ତି ନିଏ କି ସେ ତା ଗାଁକୁ ଫେରିଯିବ। ସେ ସର୍ବପ୍ରଥମେ ବୁଢ଼ୀ ମାଆକୁ ଯାଇ ପଚାରେ, ମା, ମୋତେ ମୋ ସ୍ତ୍ରୀ ରାଧା ପାଖକୁ ଫେରିଯିବାକୁ ହେବ ମା। ମୁଁ ତାକୁ କହିକି ଆସିଥିଲି କି 1-2 ବର୍ଷ ଭିତରେ ଫେରି ଆସିବି। ଏମିତିରେ କାମ କରୁ କରୁ 5 ବର୍ଷ ହେଇଗଲାଣି। ମୋତେ ଏବେ ଯିବାକୁ ଦିଅ ମା। ହଉ ଠିକ ଅଛି ପୁଅ, ତୁ ଏଥର ଯା। ତାପରେ କ'ଣ ହୁଏ ନା, ଗୋପାଳ ଗାଁକୁ ଯିବାର ବନ୍ଦୋବସ୍ତ କରି ଜମିଦାରକୁ ଦେଇଥିବା 50,000 ଟଙ୍କା ଆଣିବା ଲାଗି ଯାଏ। ଜମିଦାର ଆଜ୍ଞା, ମୁଁ ଆଜି ମୋ ଗାଁକୁ ଯାଉଛି। କୃପା କରି ମୁଁ ଆପଣଙ୍କୁ ଦେଇଥିବା ମୋର ଟଙ୍କା ମୋତେ ଫେରେଇ ଦିଅନ୍ତୁ। ଜମିଦାର ଗୋପାଳକୁ କିଛି ସମୟ ବଲ ବଲ କରି ଚାହିଁଲା। ତାପରେ କହିଲା, ତମେ କେବେ ମତେ ପଇସା ଦେଇଥିଲ? ଜମିଦାର ମୁହଁରୁ ଏ କଥା ଶୁଣି ଗୋପାଳର ତ ହୋସ୍ ଉଡ଼ିଯାଏ। ଜମିଦାର ଆଜ୍ଞା, ମୁଁ ତ ଆପଣଙ୍କ ପାଖରେ 50,000 ଟଙ୍କା ରଖିଥିଲି। କଣ କହିଲ? 50,000 ଟଙ୍କା? ଏତେ ଗୁଡା ଟଙ୍କା? ଏତେ ଗୁଡେ ଟଙ୍କା ତମ 7 ପିଢିରେ କିଏ ଦେଖିଥିଲା? ମତେ ଆଗ କୁହ, ତମ ପାଖରେ 50,000 ଟଙ୍କା ଆସିଲା କେମିତି? ତମ ପାଖରେ କଣ ପ୍ରମାଣ ଅଛି କି ତମେ ମତେ 50,000 ଟଙ୍କା ଦେଇଛ ବୋଲି? ଜମିଦାର ଆଜ୍ଞା, ଏଠିକାର ଲୋକ କୁହନ୍ତି କି ଆପଣ ବହୁତ ଭଦ୍ର ଏବଂ ସଚ୍ଚୋଟ ଲୋକ। ସେଥିପାଇଁ ମୁଁ ପଇସା ଦେଲାବେଳେ ଆପଣଙ୍କ ପାଖରୁ କିଛି ପ୍ରମାଣ ରଖିନଥିଲି। ଗୋପାଳ ଜମିଦାରର 50,000 ଟଙ୍କା ଦେବା କଥା ମନେ ପକାଇବା ଲାଗି ବହୁତ ଚେଷ୍ଟା କରେ, ହେଲେ ଜମିଦାର ତାର କଥାକୁ ଶୁଣେ ନାହିଁ। ସେ ତା ଚାକରକୁ ଡାକି ଗୋପାଳକୁ ଧକ୍କା ଦେଇ ତା ଘରୁ ବିଦା କରିଦିଏ। ହେ ଭଗବାନ, ମୁଁ ଏବେ କ'ଣ କରିବି? ସେ ଠକ ଜମିଦାର ତ ମୋର ବର୍ଷ ବର୍ଷ ପରିଶ୍ରମର ରୋଜଗାର ଟଙ୍କା ସବୁ ହଡ଼ପ କରି ନେଇଗଲା। ତା ବିରୁଦ୍ଧରେ ମୋ ପାଖରେ ବି କିଛି ବି ପ୍ରମାଣ ବି ନାହିଁ। ମୁଁ ଏବେ କ'ଣ କରିବି? ଏମିତି କାନ୍ଦି କାନ୍ଦି ଗୋପାଳ ସେଠାରୁ ବୁଢ଼ୀ ମାର ଘରକୁ ଆସିଲା। ଗୋପାଳକୁ ଏମିତି କାନ୍ଦୁଥିବାର ଦେଖି ବୁଢ଼ୀ ମା ତାକୁ ପଚାରିଲା, ଆରେ ପୁଅ ଗୋପାଳ, ତୁ କାନ୍ଦୁଛୁ କ'ଣ ପାଇଁ? ତୋର କ'ଣ ହେଲା? ତୁ ତ ଗିରିଧର ଲାଲ ଜମିଦାରଙ୍କ ପାଖକୁ ତୋ
ତ ପଇସା ଆଣିବାକୁ ବା ଯାଇଥିଲୁ। ମା ମୋର ସବୁ ଟଙ୍କା ଲୁଟିଗଲା ମା। ସେ ଜମିଦାର ମୋତେ ଠକିଦେଲା। ମୁଁ ତାକୁ ପଇସା ମାଗିବାରୁ ସେ ମୋତେ କହିଲା ତୁ ମୋତେ କେଉଁ ପଇସା ଦେଇଥିଲୁ, ମୁଁ ତ ତତେ କେବେ ସହରରେ ଦେଖିନି। ଏମିତି କହି ତା ଚାକରକୁ କହି ମୋତେ ଗଳା ଧକ୍କା ଦେଇ ବିଦା କରିଦେଲା ମା। ପୁଅରେ, ଏ ସବୁ ପାଇଁ ମୁଁ ହିଁ ଦାୟୀ। ମୁଁ ତତେ କହିଥିଲି ସେ ଗିରିଧରୀ ଲାଲ ଜମିଦାରଙ୍କ ପାଖରେ ପଇସା ରଖିବା ପାଇଁ। ଠିକାର ଲୋକ ତ ତାର ସଚ୍ଚୋଟତାକୁ ଗୁଣଗାନ କରୁଛନ୍ତି, ହେଲେ ମତେ ଜଣା ନଥିଲା ସିଏ ଏତେ ବଡ ବଦମାସ ବୋଲି। ନାଇଁ ମା, ଏଥିରେ ତମର କିଛି ଭୁଲ ନାହିଁ। ତମେ ତ ମୋ ଭଲ ପାଇଁ ସେଠାରେ ପଇସା ରଖିବା ପାଇଁ କହିଥିଲ। ଯାହା ସବୁ ହେଇଗଲା ସବୁ ସେଇ ଭଗବାନଙ୍କର ଇଚ୍ଛା ଥିଲା। ସେମାନଙ୍କ ଏପରି କଥା ଶୁଣି ତାଙ୍କ ଘର ପାଖରେ ରହୁଥିବା ଜଣେ ପଡ଼ୋଶୀ ଭଉଣୀ ଆସନ୍ତି। ଗୋପାଳ ଭାଇ, ତମର କଣ ହେଇଛି? ତମେ ଆଉ ମା ଏତେ ଉଦାସ କଣ ପାଇଁ ଜଣା ପଡୁଛ? ମତେ କୁହ, କଣ ହେଇଛି? କଣ କହିବି ଲକ୍ଷ୍ମୀ ଭଉଣୀ, ସେ ଠକ ଜମିଦାର ମୋ ସବୁ ଟଙ୍କା ହଡପ କରି ନେଇଗଲା। ଗୋପାଳ ସେ ପଡ଼ୋଶୀ ଘର ଭଉଣୀକୁ ସବୁ କଥା କୁହେ। ଗୋପାଳର ମୁହଁରୁ ସବୁ କଥା ଶୁଣି ସାରିବା ପରେ ସେ ପଡ଼ୋଶୀ ଘର ଭଉଣୀ କୁହନ୍ତି, ଗୋପାଳ ଭାଇ ଆଉ ବୁଢୀ ମା, ତମେ ବ୍ୟସ୍ତ ହୁଅ ନା। ମୋ ପାଖରେ ଗୋଟେ ଏହାର ଉପାୟ ଅଛି। ତମେ ତମ ଟଙ୍କା ଫେରି ପାଇବ, ଆଉ ସେ ବଦମାସ ଜମିଦାର ଉଚିତ ବୁଦ୍ଧି ଶିଖିବ। ଏତିକି କହିସାରିବା ପରେ ଲକ୍ଷ୍ମୀ ଭଉଣୀ ବୁଢ଼ୀ ମାକୁ ଗୋଟେ ସିନ୍ଦୁକ ମାଗେ। ବୁଢ଼ୀ ମା ବି ଲକ୍ଷ୍ମୀ ଭଉଣୀର କଥା ମାନି ତାକୁ ଗୋଟେ ବଡ଼ ସିନ୍ଦୁକଟିଏ ଦିଏ। ବୁଢ଼ୀ ମା ଠାରୁ ସିନ୍ଦୁକ ନେଇ ସାରିବା ପରେ ଲକ୍ଷ୍ମୀ ଭଉଣୀ କୁହେ, ଆମେ ଏବେ ଗୋପାଳ ଭାଇର ମୋର ସେ ଜମିଦାର ଘରକୁ ଯାଉଛୁ। ତମେ ବି ଆମ ସହିତ ଆସ। ଲକ୍ଷ୍ମୀ ସେ ସିନ୍ଦୁକଟିକୁ ମୁଣ୍ଡରେ ଥୋଇ ସେ ବେଇମାନ ଜମିଦାର ଘରକୁ ଯାଆନ୍ତି। ମାନେ ଯାଇ ଜମିଦାରର ଘର ପାଖରେ ପହଞ୍ଚନ୍ତି। ଜମିଦାର ଘରର କିଛି ଦୂରରେ ଛିଡ଼ା ହୋଇଗଲେ। ଗୋପାଳ ଭାଇ ଆଉ ବୁଢୀ ମା, ତମେ ମାନେ ମୋ କଥାକୁ ଧ୍ୟାନ ଦେଇ ଶୁଣ। ଗୋପାଳ ଭାଇ, ମୁଁ ଜମିଦାର ପାଖକୁ ଯିବାର କିଛି ସମୟ ପରେ ତମେ ମୋ ପଛେ ପଛେ ଯିବ। ଯେତେବେଳେ ଜମିଦାର ତମକୁ ତମ ପଇସା ଫେରାଇ ଦବ, ତମେ ତମ ପଇସା ଆଣି ଆସିବ। ତାପରେ ମା ତମେ ଯାଇ କହିବ କି ବୋହୂ, ମୋ ପୁଅ ବିଦେଶରୁ ବାଣିଜ୍ୟ କରି ଫେରିଲାଣି, ତୁ ଏଥର ଘରକୁ ଆ। ହଉ ଠିକ ଅଛି ଝୁଅ, ତୁ ଯେମିତି କହିଲୁ ମୁଁ ସେମିତି କରିବି। ସେମାନଙ୍କ ପ୍ଲାନ୍ ଅନୁଯାୟୀ ଲକ୍ଷ୍ମୀ ସେ ସିନ୍ଦୁକଟିକୁ ମୁଣ୍ଡେଇ ଜମିଦାର ପାଖରେ ଯାଇ ପହଞ୍ଚିଲା। ଜମିଦାର ଲକ୍ଷ୍ମୀକୁ ଦେଖି କୁହେ, ଆରେ ଭଉଣୀ, କିଏ ତମେ? ତମେ ଏଠାକୁ ମୋ ପାଖକୁ କଣ ପାଇଁ ଆସିଛ? ଜମିଦାର ଆଜ୍ଞା, ମୋ ନାଁ ଲକ୍ଷ୍ମୀ। ମୁଁ ଏଇ ସହରରେ ରୁହେ। ମୋ ସ୍ୱାମୀ ଚନ୍ଦନ କାଠ ବେପାର କରନ୍ତି। ସେ ବେପାର କରିବା ଲାଗି ବିଦେଶକୁ ଯାଇଛନ୍ତି। ଯାହା ଟଙ୍କା ପଇସା ମୋତି ମାଣିକ ଥିଲା ମୁଁ ଆପଣଙ୍କ ପାଖରେ ରଖିବା ଲାଗି ଆଣିଛି। ଆପଣ ତ ଜାଣନ୍ତି ଏ ସହରରେ କେତେ ଗୁଣ୍ଡା ବଦମାସ ଚୋରମାନେ ଅଛନ୍ତି। କିଏ ଜାଣେ କାଲି ସକାଳେ ମୋ ଟଙ୍କା ପଇସା ଚୋରି ହୋଇଯାଇପାରେ। ତେଣୁ ମୁଁ ଆପଣଙ୍କ ପାଖରେ ଟଙ୍କା ପଇସାକୁ ରଖିବା ପାଇଁ ଆସିଛି। ଯେତେବେଳେ ମୋ ସ୍ୱାମୀ ବିଦେଶରୁ ଫେରିବେ, ମୁଁ ମୋ ଟଙ୍କା ତକ ନେଇ ନେବି। ଏ ସହରର ଲୋକମାନଙ୍କ ମୁହଁରୁ ଆପଣଙ୍କ ଚର୍ଚ୍ଚା କରୁଥିବାର ଶୁଣିଛି। ଆପଣ ବହୁତ ବିଶ୍ୱାସୀ ଏବଂ ବହୁତ ଭଦ୍ରଲୋକ ଅଟନ୍ତି। ସେଥିପାଇଁ ତ ମୁଁ ବିଶ୍ୱାସ କରି ଆପଣଙ୍କ ପାଖରେ ମୋ ଟଙ୍କା ପଇସା ସବୁ ରଖିବା ଲାଗି ଆସିଛି। ଏ ସବୁ କଥା ଶୁଣି ସେ ଲୋଭୀ ଜମିଦାର ମନେ ମନେ ଭାବିବାକୁ ଲାଗେ, ଆରେ ଏତେ ବଡ ସିନ୍ଦୁକ ହେଲାଣି, କମ୍ ସେ କମ୍ ଭିତରୁ 7-8 ଲକ୍ଷ ଟଙ୍କାରୁ ଅଧିକ ଜିନିଷ ଥିବ। ମତେ ଯେମିତି ହେଲେ ଏ ସିନ୍ଦୁକଟାକୁ ହାତ ମୁଠାକୁ ଆଣିବାକୁ ହେବ। ତାପରେ ମୋର 2ଟା ଯାକ ଆଲମିରା ଫୁଲ ହେଇଯିବ। ଜମିଦାର ଏମିତି ଭାବୁଥିବା ସମୟରେ ଗୋପାଳ ଆସି ସେଠାରେ ପହଞ୍ଚେ। ଗୋପାଳକୁ ସେଠାରେ ପହଞ୍ଚିବାର ଦେଖି ଜମିଦାର ମନେ ମନେ ଭାବିବାକୁ ଲାଗେ, ଆରେ ମତେ ମୋର ସଚ୍ଚୋଟତାର ପ୍ରମାଣ ଦେବାର ଏଟା ଉଚିତ ସମୟ। ମତେ ଏ ସିନ୍ଦୁକ ଭରା ଧନରତ୍ନ ପାଇବାକୁ ହେଲେ ଗୋପାଳକୁ ତାର 50,000 ଟଙ୍କା ଫେରେଇବାକୁ ହେବ। ମୋର ସଚ୍ଚୋଟତାକୁ ପ୍ରମାଣ କରିବାକୁ ହେଲେ ଏଇ ପ୍ରମାଣ ଠାରୁ ଆଉ କଣ ବଡ ହୋଇପାରେ? ମତେ ଗୋପାଳକୁ ତାର 50,000 ଟଙ୍କା ଫେରେଇବାକୁ ହେବ। ଆରେ ଗୋପାଳ, ଭଲ ହେଲା ତମେ ଆସିଗଲ। ମୁଁ ତମ ଚାକରକୁ କହି ତମକୁ ଏବେ ଡାକେଇବା ପାଇଁ ଯାଉଥିଲି। ଶୁଣ ଲକ୍ଷ୍ମୀ ଭଉଣୀ, ତମେ ତ ଜାଣିଥିବ ଏ ସହରରେ ମୋର କେତେ ବଡ ନାଁ, ମୁଁ କେତେ ସଚ୍ଚୋଟ ଆଉ କେତେ ଇମାନଦାର। ଏପର୍ଯ୍ୟନ୍ତ ଯେତେ ଲୋକ ମୋ ପାଖରେ ଟଙ୍କା ରଖିଛନ୍ତି, ତାଙ୍କର ଯେତେବେଳେ ଦରକାର ହୁଏ ସେ ସେତେବେଳେ ଟଙ୍କା ନେଇଛନ୍ତି। ଏଇ ଗୋପାଳ ଗତ 4 ବର୍ଷ ହେବ ମୋ ପାଖରେ ଟଙ୍କା ରଖିଥିଲା, ହେଲେ ମୋର ମନେ ନ ପଡିବାରୁ ମୁଁ ମୋ ଚାକରକୁ କହି ତାକୁ ବିଦା କରିଦେଇଥିଲି। ହେଲେ ମୁଁ ଯେତେବେଳେ ବହୁତ ମନେ ପକେଇଲି, ମୋର ମନେ ପଡିଲା କି
ଗୋପାଳ ମତେ 50,000 ଟଙ୍କା ଦେଇଥିଲା। ତମେ ଅପେକ୍ଷା କର ଗୋପାଳ, ମୁଁ ତମ ପଇସା ତମକୁ ଆଣି ଦଉଛି। ତାପରେ ଜମିଦାର ଗୋପାଳକୁ ପଇସା ଆଣି ଦିଅନ୍ତି। ଗୋପାଳ ସେଠାରୁ ପଇସା ନେଇ ଚାଲିଯାଏ। ପ୍ଲାନ୍ ମୁତାବକ ଗୋପାଳ ପଇସା ନେଇ ଯିବା ପରେ ପରେ ବୁଢ଼ୀମା ସେଠାକୁ ଆସି କୁହେ, ବୋହୂ ଆ ଘରକୁ ଆ, ମୋ ପୁଅ ଏବେ ବିଦେଶରୁ ଫେରି ଆସିଲାଣି। ତାପରେ ଲକ୍ଷ୍ମୀ ଭଉଣୀ କୁହେ, ଜମିଦାର ଆଜ୍ଞା, ମୋ ସ୍ୱାମୀ ତ ଏବେ ବିଦେଶରୁ ଫେରି ଆସିଲେଣି। ମୁଁ ଏତେ ଗୁଡେ ଧନରତ୍ନ ଭରା ସିନ୍ଦୁକକୁ ଦେଇ ଆପଣଙ୍କ ଚିନ୍ତା ବଢାଇବା ପାଇଁ ଚାହୁଁନି। ମୁଁ ଏବେ ଯାଉଛି ଜମିଦାର ଆଜ୍ଞା। ଏତିକି କହି ଲକ୍ଷ୍ମୀ ଭଉଣୀ ସେ ସିନ୍ଦୁକକୁ ମୁଣ୍ଡରେ ଥୋଇ ବୁଢ଼ୀମାର ତାର ଚାଲିଯାଆନ୍ତି। ଏପଟରେ ଜମିଦାର ନିଜ ଭାଗ୍ୟକୁ ଦୋଷ ଦଉଥାଏ। ଓହୋ, ସେ ଲକ୍ଷ୍ମୀର ସ୍ୱାମୀ କି ଏବେ ଆସିବାର ଥିଲା, ଆଉ ଅଳ୍ପ ସମୟ ବିଳମ୍ବ କରିଥିଲେ ହେଇନଥାନ୍ତା। ଆକୁ କହନ୍ତି ଫଟା କପାଳ। ଗଲା, ସବୁ ଗଲା। ସେ ସିନ୍ଦୁକଟା ବି ହାତରୁ ଗଲା, ମୁଁ ଠକିକିରି ରଖିଥିବା 50,000 ଟଙ୍କା ବି ଗଲା। ଓହୋ। ଏପଟରେ ଗୋପାଳ ଲକ୍ଷ୍ମୀ ଭଉଣୀ ପାଇଁ ତାର 50,000 ଟଙ୍କା ଫେରି ପାଇଥିବାରୁ ସେ ଲକ୍ଷ୍ମୀ ଭଉଣୀକୁ ଧନ୍ୟବାଦ ଜଣାଏ। ଲକ୍ଷ୍ମୀ ଭଉଣୀ ତାକୁ କୁହେ, ଆମେ ମଣିଷ ହୋଇ ଯଦି ମଣିଷର ସାହାଯ୍ୟ ନ କରିବା ତାହେଲେ ଆମେ କି ମଣିଷ? ଆମେ ମଣିଷ ହୋଇ କେବେ ହାର ମାନିବା କଥା ନୁହେଁ। ଯେତେ ବଡ଼ ବେଇମାନ ହେଉଥାଉ ନା କାହିଁକି, ସେ ସଦାବେଳେ ତା ବେଇମାନିରେ ସଫଳ ହୁଏ ନାହିଁ। ତାପରେ ଗୋପାଳ ବୁଢ଼ୀ ମା ଠାରୁ ଆଦେଶ ନେଇ ତା ଗାଁକୁ ଚାଲିଯାଏ। ସେ ତା ଗାଁରେ ଗୋଟେ ପରିବା ଦୋକାନଟିଏ କରେ। ତାପରେ ତା ସ୍ତ୍ରୀ ରାଧା ସହିତ ସେ ବହୁତ ଖୁସିରେ ରୁହେ।